ଥରେ ପିମ୍ପୁଡ଼ିଟିଏ ପାଣି ପିଇବ ବୋଲି ବିକଳ ହେଉଥାଏ। ଆଉ ଧୀରେ ଧୀରେ ଯାଇ ନଦୀ ପାଖରେ ପହଞ୍ଚିଲା। ନଦୀ ପାଖରେ ପାଣି ପିଉଥିବା ସମୟରେ ସେ ସୁଅରେ ଭାସିଗଲା। ଏଇ ସମସ୍ତ ଘଟଣା ଗୋଟିଏ କପୋତ ବସି ଗଛ ଡାଳରେ ଅନୁଧ୍ୟାନ କରୁଥିଲା। ତା ମନରେ ବହୁତ ଦୟା ଆସିଲା। ସେ ଭାବିଲା, ଯାଉଛି ଯେମିତି ହେଲେ ଏ ପିମ୍ପୁଡ଼ିକୁ ଉଦ୍ଧାର କରିବି। ଗଛରୁ ପତ୍ରଟିଏ ଥଣ୍ଟରେ ନେଲା ଏବଂ ବହୁତ ଜୋରରେ ଉଡ଼ି ଉଡ଼ି ଯାଇ ପାଣି ସୁଅର ଅନୁକୂଳ ଦିଗରେ ପତ୍ରଟିକୁ ପକାଇ ଦେଲା। ପିମ୍ପୁଡ଼ି ପତ୍ରଟି ଉପରକୁ ପ୍ରାଣ ବିକଳରେ ଉଠିଗଲା ଏବଂ ପତ୍ରଟି ଭାସି ଭାସି ଯାଇ କୂଳରେ ଲାଗିଲା। ପିମ୍ପୁଡ଼ି ଆସ୍ତେ କୂଳକୁ ଉଠିଗଲା ଏବଂ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଲା। ପିମ୍ପୁଡ଼ି ଏକଥା ମନରେ ରଖିଥାଏ। ଥରେ ଏକ ବାଣୁଆ ଧନୁରେ ତୀର ଯୋଖି ବା ଧନୁରେ ଗୁଣ ଯୋଖି ଗୋଟେ କପୁତକୁ ଗଛ ଡାଳେ ବସିଥିବାର ଦେଖି ତୀର ନିକ୍ଷେପ କରିବା ପାଇଁ ଉଦ୍ୟମ କରୁଥିଲା। ଠିକ୍ ଏତିକି ବେଳେ ପିମ୍ପୁଡ଼ିଟି ଯାଇ ରୁଟ୍ କିନି ତା ଗୋଡ଼କୁ କାମୁଡ଼ି ଦେଲା। ବାଣୁଆର ଲକ୍ଷ୍ୟ ଭେଦ ଭ୍ରଷ୍ଟ ହେଲା। ତେଣୁ ତୀର ଯାଇ କପୋତ ଦେହରେ ନ ବାଜି ଗଛ ଡାଳରେ ବାଜିଲା। କପୋତ ଫୁରୁକିନା ଉଡ଼ିଗଲା। ତ ପିମ୍ପୁଡ଼ି ମନେ ମନେ ନିଜକୁ ଧନ୍ୟ ମନେ କଲା ଯେ ଯାହା ହେଉ ମୁଁ ମୋ ଋଣମୁକ୍ତ ହେଲି, ମୁଁ କପୋତ କରିଥିବା ଉପକାରକୁ ଶୁଝି ପାରିଲି। ତାହେଲେ ଭାବନ୍ତୁ, ଆମେ ଏଇ କ୍ଷୁଦ୍ର ଗଳ୍ପରୁ କ'ଣ ଶିଖିଲୁ? କାହାର ଅନିଷ୍ଟ କରିବୁ ନାହିଁ। ଅନିଷ୍ଟ କରିବା ପରିବର୍ତ୍ତେ ଆମେ ଯଦି କାହାର କାଣିଚାଏ ଉପକାର କରିଥିବୁ, ତାହେଲେ ସେଇ ଉପକାର ଆମକୁ 10 ଗୁଣିତ ହୋଇ ପୁଣି ଆମ ଉପକାରରେ ସେଟା ଲାଗିପାରିବ। ତେଣୁ ଯଦି କ୍ଷୁଦ୍ର ଜୀବ ପିମ୍ପୁଡ଼ି ଆଉ କପୋତ ଦିଗରେ ସବୁ ସମ୍ଭବ ହୋଇପାରୁଛି, ଆମ ଦିଗରେ କାହିଁକି ସମ୍ଭବ ହୋଇ ନପାରିବ? ଆମେ ଚେଷ୍ଟା କରିବୁ କାହାକୁ ବିପଦରେ ପକାଇବା ଅପେକ୍ଷା ସମସ୍ତଙ୍କୁ ସାହାଯ୍ୟ କରିବୁ, ଯାହାଦ୍ୱାରା ଭଗବାନ ଆମକୁ ସାହାଯ୍ୟ କରିବେ। ଧନ୍ୟବାଦ।